ବୋଉ ଆ କୁଣିଆ ଆଇଲାଣି ଆ ଦେଖିବା ଦେଖିବା କୁଣିଆ ଆଇଲାଣି ଦେଖିବା ଭିତରୁ ଦର ମଉସା। ତ ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ଆଶା କରୁଛି ଆପଣ ମାନେ ବହୁତ ଭଲରେ ଥିବେ ପ୍ଲସ୍ ତା ସହିତ ବିନ୍ଦାସରେ ଥିବେ। ତ ପ୍ରଭୁ ଜଗନ୍ନାଥ ଆପଣମାନଙ୍କୁ ଆଉ ଆପଣମାନଙ୍କ ପରିବାର ସବୁବେଳେ ଭଲ ରଖନ୍ତୁ। ତ ସାଙ୍ଗମାନେ ସମୟ ବର୍ତ୍ତମାନ ଆସିକି ହେଲା 12:30, ମାନେ ଆସିକି ଘରକୁ ଯିବା ସମୟ ହେଇଗଲାଣି ଦୋକାନ ବନ୍ଦ କରି। ମାନେ କ'ଣ କହିବି ଆପଣମାନଙ୍କୁ, ଏତେ ପ୍ରୋବ୍ଲେମ୍ ଯେ କି ଆପଣମାନେ ତ ବହୁତ ଭଲ ଭାବେ ଜାଣିଥିବେ ଯେ କି ବୋଉର ମେଡିକାଲରେ ଆଡମିସନ ହେଲା ପାଖାପାଖି 5 ଦିନ ପାଖାପାଖି, ମାନେ ସେଠି ରହିଲା ମେଡିକାଲ ଆଡମିସନ ହେଇକିନା। 5 ଦିନରେ 2 ଦିନ ଯାଇଛି, ପ୍ରଥମ 2 ଦିନ ଯାଇଛି, 3 ଦିନ ଜ୍ୱର ରହିଲା, 3 ଦିନ ଜ୍ୱର ମତେ ଏତେ ଯେ କି ମତେ ଛାଡ଼ିଲାନି। ମୁଁ ସେଠୁ ପଳେଇ ଆସି କେନ୍ଦ୍ରାପଡ଼ା ମେଡିକାଲରେ 1-2 ଦିନ ଏପଟ ସେପଟ ହେଲି, ଘରୁ ଯିବା ଆସିବା କଲି ମେଡିକାଲରୁ ଘରକୁ। ସେ 5-6 ଦିନ ସେ ସେପଟେ ଦୋକାନ ଫୋକାନ ବନ୍ଦ ହେଇକି ରହିଲା। ଏପଟେ ସେଠୁ କ'ଣ ପ୍ରୋବ୍ଲେମ ହେଲା ନା, ବୋଉର ଦେହ ପୁରା ବଡି ପୁରା ଏତେ ୱିକ୍ ହେଇଯାଇଛି ଆପଣମାନେ ବିଶ୍ୱାସ କରିବେନି। ସେ ଚଲାବୁଲା କି କିଛି କରିପାରୁନି, ସେମିତି ଘରେ ବସିକି ରହୁଛି। ଏତେ ମାନେ କାମ ଧନ୍ଦା ବି ସେଠୁ କିଛି କରିପାରୁନି। ତା ସହିତ ଆଜି ସକାଳୁ 8ଟାରୁ ବୋଧେ, ମୁଁ ତ ଉଠିଲି ସେ 8ଟା ବେଳେ ଉଠିଲି। ବର୍ଷା ଯୋଉ ଟାଇପ୍ର ହେଉଛି ଆପଣମାନେ ବିଶ୍ୱାସ କରିବେନି। ବର୍ତ୍ତମାନ ସେ 12:30 ହେଲାଣି, ଏପର୍ଯ୍ୟନ୍ତ ବର୍ଷା ଠିକ୍ ସେ ଛାଡ଼ିନି। ଟିକେ ଟିକେ ଛାଡ଼ିଗଲାଣି, ଟିକେ ଟିକେ ପକଉଛି, ଝିପଝିପ୍ ପକଉଛି, ମାନେ ଯୋଉଟା କହନ୍ତି କୁଣ୍ଡା ଛିଞ୍ଚିଲା ଟାଇପ୍ର, ସେଇ ଟାଇପ୍ରେ ବର୍ଷା ହେଉଛି। କ'ଣ କରିବି, ମାନେ ସିଚୁଏସନ୍ ଏମିତି କି ବର୍ତ୍ତମାନ ହେଇଗଲାଣି, ମାନେ ବେପାର ତ ଟଙ୍କାଟା ନାହିଁ ଛାଡ଼, ଖାଲି ବସି ବସି ଯିବା କଥା। ଆଉ ସବୁର ଟେନସନ୍ ଏମିତି ଆପଣମାନେ ଜାଣିଥିବେ ଯେ କି 8 ମାସ ପୂର୍ବରୁ ମେଡିକାଲରେ ଖର୍ଚ୍ଚ ହେଲା 5-6 ଲକ୍ଷ ଟଙ୍କା ଖର୍ଚ୍ଚ ହେଲା। ସେ ପଇସା ସେ ଗଲା, ପଇସା ତ ଗଲା ଛାଡ଼, ପିଲା ତ କ'ଣ କହିବି ଆଉ, ସେ କଥା ଆଉ ମାନେ ରିଭିଜନ କରିବାକୁ ଚାହୁଁନି। ତ ବର୍ତ୍ତମାନ ଆସିକି 12:30 ପାଖାପାଖି ହେଇଗଲାଣି, ବେପାର ଟଙ୍କାଟା ଦେଖାଶନ ନାହିଁ। ଏବେ ଯାଉଛି ଘରକୁ ଗଲା ପରେ ଦେଖିବା ବୋଉ କ'ଣ କରୁଛି କ'ଣ ନାହିଁ ଦେଖିବା, ପ୍ଲସ୍ ତା ସହିତ ଆପଣମାନଙ୍କୁ ବି ଦେଖେଇବି। ତ ଏବେ ଚାଲନ୍ତୁ ସିଧା ଘରକୁ ଯିବା। ତ ବର୍ତ୍ତମାନ ଆସିକି ପହଞ୍ଚିଗଲି ଘର ପାଖରେ। ଗାଡ଼ିଟା ଏଇଟା ସୁଧା କାରଣ କାଦୁଅ ହୋଇଛି ଜୋରରେ। ଗାଡ଼ି ବି ତେଲ ଫେଲ ଦିଆ ହବନି, ହାଣ୍ଡେଲ ରଖୁନି। ଠାକୁର କାମ ଦେଖିବାକୁ ଏତିକି ହେଇକିନା ରହିଛି। ଆଉ ଏଠି ଯୋଉ ଟାଇପ୍ର ସାପ ଅଛନ୍ତି ଆପଣମାନେ ବିଶ୍ୱାସ କରିବେନି, ପୁରା ଅଲଗା ଟାଇପ୍ର ସାପ ପୁରାଟି, ପୁରା ବହୁତ ଡେଞ୍ଜର ସାପ ପୁରା ଏଠି। ଚାରିଆଡ଼େ ପାଣି ହେଇଗଲା ନା, ବିଲ ପଟଟା ପୁରା ଏଟା। ଏଇଟା ଦେଖିପାରୁଥିବ, ଏଇଟା ସବୁ ବିଲ, ଏଇଟା ସବୁ ବିଲ। ଆଉ ବିଲ ମାନେ ଏବେ କ'ଣ ବର୍ଷା ଟାଇମଟା ନା, ସେ ଚାରିପଟେ ଯେତେବେଳେ ପାଣି ହେଇଯାଉଛି, ସାପ ଗୁଡ଼ା ସବୁ ରହିଯାଉଛନ୍ତି, ସବୁ ଉପର ସବୁ ପଳେଇ ଆସୁଛନ୍ତି। ଆଉ ଯାଇ ଦେଖିବା ବୋଉ କ'ଣ କରୁଛି। ବୋଉ ଆ କୁଣିଆ ଆଇଲାଣି ଆ ଦେଖିବା ଦେଖିବା କୁଣିଆ ଆଇଲାଣି ଦେଖିବା ଭିତରୁ ଦର ମଉସା। ଲୁବୁ ଚିହ୍ନି ପାରୁଛୁ କି ଦେଖିନି, ଚିହ୍ନି ଦଉଛି। ବୋଉ ଦିଅ କ'ଣ ହଉଛି, ଉଠୁନୁ। ମାଉସୀ ଆଇଲାଣି, କୁଣିଆ ଆଇଲାଣି। ଶୁଭୁନି। ତାର ମୁଣ୍ଡ କମୁନି ଟୋଟାଲ। ତୁ ଶୋଇଛୁ, କୁଣିଆ ତାର ଆସିକି ପଦା ଠିଆ ହେଲାଣି। ଏଇ ଲୁବୁ ପଦାକୁ ଆ। କ'ଣ ନେଇକି ଆଇଛୁ ନା ଖାଲି ଆଇଛୁ? ଖାଲି କାହିଁ ଯାଉଥିଲୁ ଖରା ବେଳଟାରେ? ତୋର ଖରାପ ଲାଗୁନି ଖାଲି କୁଣିଆ ଘରକୁ ଆଉଛୁ?
ଆଉ ତୁ କଣ ପୁଣି ଆଣିଥିବୁ ନା ଖାଲି ଆଇଛୁ? ଏବା କଣ ଦିଦିରା ଟିଫିନ ନେଇକି ଆଇଛୁ? ଟିଫିନ ଦିରା ନେଇକି ଆଇଛୁ। ଏ ଚିକେନ ନା କଣ ବାସ୍ନା ହଉଛି ହରଜରରେ? କଙ୍କଡା ହେଇଗଲା ଆଉ କଣ ମିଲଟା ବଞ୍ଚିଲା ଯେ ଆଉ ଆମର। ଏଟା କି ଗାଡି ରଖିଲେଣି କି? হ্যাঁ এই লবু পদাକୁ যা আরে গড়ু আড়ু গাই যা আড়ু যা କୁକୁଡ଼ା କଣ ଶସ୍ତା ପାଇନି ନା କଣ? ଆଉ କେତେ ଲାଗିଲ 130 ଟଙ୍କା କେତେ ନବୁ କିଲୋ କଣ? ଆଉ କେତେ ଟଙ୍କାରେ କଣ ତୁ ଏବେ କହିଲେ କୋଉଟା ହବ? 130 ଟଙ୍କାରେ ମଇପାଳ ଡାକୁଛନ୍ତି 130 ଟଙ୍କା ଚିକେନ କେଜି ଦବ ତା ସହିତ ପିଆଜ ଦିଟା ରସୁଣ ଦିଟା ଦଉଛି ଚିକେନ ମସଲା ପ୍ଲସ ତା ସହିତ ଗରମ ମସଲା ସବୁ ଦଉଛି। ଡାକେ ନା ମଇପାଳ ଡାକେ ନା ନସିମ ଦୋକାନରେ ଆଉ ଗାଡି ମାନେ କାଦୁଅ ହବ ଧନ କଣ କଣ ଆଣିଛି ଆପଣ ମାନେ ଦେଖନ୍ତୁ ଏ ମାଂସ ତରକାରୀ କିଏ କଣ ଚିଙ୍ଗୁଡି ପୁରା ଖରାବେଳ ମିଲଟା ପୁରା ନେଇକି ପଳେଇ ଯାଇଛି ପୁରା ଆଉ ମତେ କହିଲୁନି ମୁଁ ଚିକେନ ବାସ୍ନା ପାଇଁ ପଳେଇଥାନ୍ତି ଗରାପୁର ଏ ପୋଇ ଚିଙ୍ଗୁଡି ଘାଣ୍ଟ ଏ ଶାଗ ପୁରା ପେଟେ ଖାଇବୁ ସବୁ ତୋରି ପାଇଁ ହେଇଛି ବୁଝିପାରୁଛୁ ଏଇଥିରେ ଖାଇବୁ ପିଆଜ ପିଆଜ ଖଣ୍ଡେ କାଟିଦେ ପିଆଜ କଞ୍ଚା ଲଙ୍କା ତ ବୋଉର ଦେହ ଖରାପ ଆକ୍ଚୁଆଲି ସତ କଥା ମାଉସୀ ସେ ସବୁ ଜିନିଷ ନେଇକି ଆସିବା କାରଣ କଣ ବୋଉ ଦେହ ଖରାପ ବୋଉ ଠିକ ସେ ରୋଷେଇ କରିପାରୁନି ଘରେ ରୋଷେଇ ବି ହେଇନି ବୋଉ ଶୋଇଥିଲା ମାଉସୀ କଣ କରୁଛି ନା ତାର ମାନେ କଣ ତରକାରୀ ଭାତକୁ ଛାଡିକିନା ଆଉ ସବୁ ଜିନିଷ ତରକାରୀ ଫରକାରୀ ସବୁ ନେଇ ପଳେଇ ଆସିଛି ମାମୁଁ ଘରୁ ସେ ଖାଲି ବୋଉକୁ ଦେଖିବ ପ୍ଲସ୍ ତା ସହିତ ତରକାରୀ ଦବ ସେ ଖାଇବ ଆଉ ନିଜେ ଏତେ ଆଇଟମ ସବୁ ରୋଷେଇ କରିପାରୁନି ତ ସେଇଥିପାଇଁ ମାଉସୀ ସବୁ ଖାଇବା ସବୁ ନେଇକି ଆସିଛି ବୋଧେ ପଳେଇବ ନା କଣ ମୁଁ ତ ଜାଣିନି ଝିଅ ବି ଆସେନି ଖାଲି ମାଉସୀ ମଉସା 2 ଜଣ ଆସନ୍ତି ତୁ ଖାଉନୁ ମୋ ଫୋନ୍ ଟା ଆଣିଲୁ ବସୁନ ଏଠି ଖାଇଦବ ଚିକେନ କଷା
ये है कलम शागटा गरम गरम था भल लगे खाया बुझीपी ये थंडा है भल लगे ये वर्ष बड़े भाजी कलम शाग कौटा भल लगे कि गरम थी भल लगे तू बस अल्पटा खाईदेबू कौन ना कलम शागटा भल अच्छे कि थंडा गरम टे टेस्ट लगे ना मंजार अच्छी बारे आज तो लगे ये नहीं आसवा कौन कहनी ड्राई फ्रूट जो नुह ड्राई फ्रूट्स नहीं आसवा तो एते आइटम अच्छा रही होनी खाइदे तापर कथा हवा ये तो टोटल खाइलानी तू भल लगुनि बोले खाइबुनी साप साप कौच रणा साप बाड़े देखी तो मुंड खराब हो माउस तो रहूँ 4टा बेलू जीव एकाथरे सकाल जीव तो सन्ध्या गले मुझे पलैबी तो सहित तो ठीक अच्छे आज ब्लॉग तो एति था हाँ क्या लुबो आड़ 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 तो ठीक अच्छे आज ब्लॉग एति था जदि वीडियोटा आप भल लगी दया लाइक शेयर सब्सक्राइब करा जमा भूलिए तो पुणी देखा गोटा मोबाइल फ्रेश वीडियो से विदाय दिंतु जय जगन्नाथ।